ମାନେ ଗୋଟେ ଜିନିଷ ଦେଖନ୍ତୁ ମାନେ ଅମରଦାର ମାନେ ଏଟା ଅମରଦା ବାରିପଦାର ମାନେ ମେନ୍ ରାସ୍ତା ତ ଏଟା ହେଲା ଗେଟ୍ ବଜାର ରାସ୍ତା ଦେଖନ୍ତୁ ମାନେ ଲୋକେସନ ଟା ଏପାରେ ଦେଖନ୍ତୁ ତ ଦେଖିଲା ପରେ ମତେ କୁହନ୍ତୁ ଏଟା ବାଲିଆପାଳ କି ଜଳେଶ୍ୱର ଲୋକମାନେ ପ୍ରତିଦିନ ତ ଏପଟେ ବାରିପଦା ଯାହା କାମ ଥାଏ ଏପଟେ ଯିବା ଆସିବା କରନ୍ତି କାହିଁକି ନା ଏଟା ମେନ୍ ରାସ୍ତା ଆଉ ଆଉ ଗୋଟେ ରାସ୍ତା ଅଛି ଫ୍ରେଣ୍ଡସ୍ ବାଲେଶ୍ୱର ବାଟେ ବାଲେଶ୍ୱର ଟା ଦୂର ହେଇଯିବ ସେଥିପାଇଁ ଏପଟେ ମାନେ ବହୁତ ଲୋକ ଯାଆନ୍ତି ତ ମାନେ ଦେଖନ୍ତୁ ମାନେ ଗୋଟେ ବି ଦେଖନ୍ତୁ ମାନେ ଷ୍ଟ୍ରେଟ୍ ଲାଇଟ୍ ଗୋଟେ ବି ନାହିଁ ମାନେ କୌଣସି ପ୍ରକାର ଲାଇଟ ର ଏଠି ମାନେ ନାହିଁ ମାନେ ଜଣେ ଲୋକ ଯଦି ଅନ୍ଧାର ଆସିବ ମାନେ ବାହାରକୁ କି କୌଣସି ଜାଗାରୁ ଅନ୍ଧାର ଯଦି ଆସିବ ଚାଲିପାରିଥାନ୍ତୁ ପୁରା ସୁନସାନ ଏବେ ଟାଇମ ହେଲା ସାଙ୍ଗମାନେ 7ଟାରୁ 7:30 ପାଖାପାଖି ହବ ମାନେ ସେତିକର ମାନେ ସାଙ୍ଗମାନେ ଦେଖନ୍ତୁ ପୁରା କେମିତି ଅନ୍ଧାର ରହିଛି ରାସ୍ତାଟା ମାନେ ପୁରା ସୁନସାନ ରହିଛି ଯଦି ଆମେ ଏତିକ ଭାଇ ଅନୁରୋଧ ମାନେ ସରକାରଙ୍କୁ କରୁଛୁ ଯେ ଯଦି ଆପଣ ଗୋଟେ ଷ୍ଟ୍ରେଟ୍ ଲାଇଟ୍ ନଗିବେ ଏଇ ରାସ୍ତାରେ ମାନେ ମେନ୍ ରାସ୍ତା ଯେହେତୁ ଗୋଟେ ଷ୍ଟ୍ରେଟ୍ ଲାଇଟ୍ ଲାଗିବେ ତାହେଲେ ଆମେ ଆସିକି ସାଙ୍ଗମାନେ ଗୋଟେ ଭିଡିଓ ପକାଉ ଯାହାଫଳରେ କି ଏବେ ଟିକେ ସରକାର ପାଇଁ ଗଭର୍ଣ୍ଣମେଣ୍ଟ ପାଖରେ ପହଞ୍ଚି ପାରିବ କାହିଁକି ନା ଗୋଟେ ମାନେ ଏଟା ଗୋଟେ ମାନେ ମେନ୍ ରାସ୍ତା ଆପଣ ଜାଣିଥିବେ ଜଣେ ଜଣେ ଏଇ ରାସ୍ତାରେ ଆସିକି ଯାଇଛନ୍ତି ବି କମେଣ୍ଟ ରେ କରନ୍ତୁ ତ ସାଙ୍ଗମାନେ ଦେଖନ୍ତୁ ରାସ୍ତାଟା ମାନେ ଖାଲି ଗାଡି ଲାଇଟ ରେ ପକାଇଛି ବୋଲି ରାସ୍ତାଟା ଟିକେ ଦେଖାଯାଉଛି ନହେଲେ ସାଙ୍ଗମାନେ ଟୋଟାଲି ଜାଗାରେ ଦେଖାଯାଏନି ମାନେ ଏଠି ହୋମ୍ସ ଗୋଟେ ମାନେ ଖାଲି ଟିକେ ଟିକେ ରାସ୍ତା ଟିକେ ଟିକେ ହୋମ୍ସ ଅଛି ମାନେ ହୋମ୍ସ ମାନେ କିଛି ମାନେ ରେଡିଓ ମେଗା ଲାଗିଥିଲା ଫ୍ରେଣ୍ଡସ୍ ଯାଇକି ମାନେ ବେଶୀ ଗାଡି ଫାଡି ଯିବାରୁ ଉପୁଡି ଯାଇଛି ମାନେ ଠିକ ଦେଖା ବି ଯାଉନି ଲୋକମାନେ ବହୁତ ହଇରାଣରେ ଅଛନ୍ତି ମାନେ ହଇରାଣରେ ପଡୁଛନ୍ତି ତ ଆପଣ ମାନେ ଗୋଟେ ଗୋଟେ ଆସିକି ଭିଡିଓ ବନାନ୍ତୁ ଏତିକି ମୋ ରିକ୍ୱେଷ୍ଟ ରହିଲା ଯଦି ପାରୁଛନ୍ତି ଭିଡିଓ ସେୟାର ମଧ୍ୟ କରନ୍ତୁ ତ ରହୁଛି ଜୟ ଜଗନ୍ନାଥ।